ଭେଣ୍ଡି ଆଉ ବାଦାମକୁ ଥରେ ଏଇ ନୂଆ ଉପାୟରେ ବନାନ୍ତୁ। ଭାତ, ପଖାଳ, ରୁଟି ସବୁଥିରେ ମଜା ଲାଗିବ। ଛୁଆଙ୍କ ଟିଫିନ୍ ବକ୍ସ, ହଜବେଣ୍ଡଙ୍କ ଲଞ୍ଚ ବକ୍ସରେ ବି ଦେଇପାରିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପସନରେ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ଏହି ସୁଆଦିଆ ତରକାରୀ ବନାଇବା ପାଇଁ ଏଠି ମୁଁ ନେଇଛି 300 ଗ୍ରାମର କଷି ଭେଣ୍ଡି। ମାର୍କେଟରୁ ଭେଣ୍ଡି କିଣିବା ସମୟରେ ପଛପଟରୁ ଭାଙ୍ଗିବେ। ଯେଉଁ ଭେଣ୍ଡି ସହଜରେ ଭାଙ୍ଗିଯିବ ସେଇ ଭେଣ୍ଡି କଷି, ସେଇ ଭେଣ୍ଡି ଦେଖିକି ଆଣିବେ। ଭେଣ୍ଡିକୁ ପ୍ରଥମେ ଗୋଟା ପାଣିରେ ଧୋଇବେ, ତାପରେ ସଫା କପଡ଼ାରେ ଭଲ ଭାବରେ ପୋଛି ନେବେ। ଭେଣ୍ଡିରେ ଟିକେ ବି ପାଣି ରହିଗଲେ ତରକାରୀରେ ଲାଳୁଆ ଲାଗିବ। ତାପରେ ଚାଲନ୍ତୁ ଭେଣ୍ଡିକୁ କାଟିବା। ପ୍ରଥମେ କିଛି ଭେଣ୍ଡିକୁ ଆପଣମାନେ ଏକାଠି କରି ଧରିବେ, ଉପର ପଟରୁ ଅଳ୍ପ କାଟି ନେବେ, ତାପରେ ଏମିତି ମିଡ଼ିୟମ୍ ପିସେସରେ କାଟି ନେବେ। ଆଜିର ତରକାରୀ ପାଇଁ ଆମକୁ ଏମିତି ଭେଣ୍ଡି ଦରକାର। ଏହି ପ୍ରୋସେସରେ କାଟିଲେ ଆପଣମାନେ କମ୍ ସମୟରେ ଅଧିକ ଭେଣ୍ଡି କାଟିପାରିବେ। ଏଠି ଦେଖନ୍ତୁ ସବୁ ଭେଣ୍ଡିକୁ ଆମେ କାଟି ନେଲେ। ଏତିକି ଭେଣ୍ଡି ପାଇଁ ଏଠି ମୁଁ ଗୋଟେ ବଡ଼ ସାଇଜର ଆଳୁ ନେଇଛି। ଆଳୁ ଦେବା ଟୋଟାଲି ଅପସନାଲ୍ ଅଛି। ଆଳୁ ନ ଦେଲେ ବି କେବଳ ଭେଣ୍ଡିରୁ ଏହି ତରକାରୀକୁ ବନେଇ ପାରିବେ, କିନ୍ତୁ ଅଳ୍ପ ଆଳୁ ଦେଲେ ଖାଇବା ପାଇଁ ଭଲ ଲାଗିବ। ତା ସହିତ ଗୋଟେ ବଡ଼ ସାଇଜର ପିଆଜ ଟିକେ ଅଧିକ ଦରକାର। ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। ପ୍ରଥମେ କଢ଼େଇ ଗରମ କରି 2 ଛୋଟ ଚାମଚ ଚିନାବାଦାମ ଦେବା। 300 ଗ୍ରାମ ଭେଣ୍ଡି ପାଇଁ କେବଳ 2 ଛୋଟ ଚାମଚ ଚିନାବାଦାମ ଦେବେ, ଜମା ଅଧିକ ଦେବେ ନାହିଁ। ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ଚିନାବାଦାମକୁ ହାଲକା ଭାଜିବା, ବେଶୀ ପୋଡ଼ିବେ ନାହିଁ। ଏମିତି ହାଲକା ହାଲକା ଲାଲ କଲର ହେଇଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ସେଇ କଢ଼େଇରେ 1 ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ କାଟି ରଖିଥିବା ଭେଣ୍ଡିକୁ ଦେବା। ଏବେ ଆମେ ଭେଣ୍ଡିକୁ ଭାଜିବା, କିନ୍ତୁ ଭେଣ୍ଡିକୁ ଭାଜିବା ସମୟରେ ଜମା ବି ଲୁଣ ଦେବେ ନାହିଁ। ଲୁଣ ଦେବା ମାତ୍ରେ ଭେଣ୍ଡିରୁ ପାଣି ବାହାରିବ, ଭେଣ୍ଡି ଲାଳୁଆ ହେଇଯିବ। ତରକାରୀରେ ଖାଇବା ପାଇଁ ଜମା ଭଲ ଲାଗିବ ନାହିଁ। ଏବେ ଲୋ ମିଡ଼ିୟମ୍ ଫ୍ଲେମ୍ରେ କେବଳ 3 ରୁ 4 ମିନିଟ୍ ପର୍ଯ୍ୟନ୍ତ ଭେଣ୍ଡିକୁ ହାଲକା ଭାଜିବା। ଭେଣ୍ଡିକୁ ବେଶୀ ଲାଲ କରିବେ ନାହିଁ। ଏତିକି ଭାଜିଯିବା ପରେ ଆମେ ଭେଣ୍ଡିକୁ ବାହାରକୁ ବାହାର କରି ଆଣିବା। ଦେଖନ୍ତୁ ଭେଣ୍ଡିର କଲର କେତେ ସୁନ୍ଦର ଦେଖାଯାଉଛି। ସେଇ କଢ଼େଇରେ ଆଉ 2 ଛୋଟ ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ ଜିରା, 1 କଞ୍ଚା ଲଙ୍କା ମଝିରୁ ଚିରା ଲଗାଇଦେବେ। କଞ୍ଚା ଲଙ୍କା ତେଲରେ ଫାଟିବ ନାହିଁ। ତା ସହିତ 2ଟି ଶୁଖିଲା ଲଙ୍କା ଦେବା, 2-3 ପିଞ୍ଚ ହିଙ୍ଗୁ ଦେବା। ଏହି ଭେଣ୍ଡି ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ଜିରା, କଞ୍ଚା ଲଙ୍କା ତେଲରେ ଫୁଟିଯିବା ପରେ ଆମେ ନେଇଥିବା ପିଆଜକୁ ଟିକେ ବଡ଼ ଖଣ୍ଡ କରି କାଟିକି ଦେବା। ବେଶୀ ପତଳା କଲେ ତେଲରେ ବେଶୀ ଭାଜିଯିବ, ଭେଣ୍ଡି ସହିତ ଖାଇବା ପାଇଁ ଜମା ଭଲ ଲାଗିବ ନାହିଁ। ଟିକେ ମୋଟା ରହିଲେ ଭେଣ୍ଡି ସହିତ ଖାଇବା ପାଇଁ ଭଲ ଲାଗିବ। ପିଆଜକୁ ମିଡ଼ିୟମ୍ ଫ୍ଲେମ୍ରେ କେବଳ 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ଆମେ ହାଲକା ଭାଜିବା। କେବଳ ପିଆଜର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ଆମେ ହାଲକା ଭାଜି ନେବା। ପିଆଜ ହାଲକା ଭାଜିଯିବା ପରେ ଆମେ କାଟି ରଖିଥିବା ଆଳୁକୁ ଦେବା। ତାପରେ ଆଳୁ ଆଉ ଭେଣ୍ଡିକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା। ଏବେ ଆମେ ଆଳୁକୁ ଭାଜିବା। ଆଳୁକୁ ସିଝିବା ପାଇଁ ଟିକେ ଅଧିକ ସମୟ ଲାଗିବ, ସେଥିପାଇଁ ଭାଜିବା ସମୟରେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖି 2 ମିନିଟ୍ ଲେଖାଏଁ 2 ଥର କଭର କରି ଭାଜିବା। ତାମାନେ 4 ମିନିଟ୍ ଲୋ ଫ୍ଲେମ୍ରେ କଭର କରି ଭାଜିବା, ଯାହାଦ୍ୱାରା ଆଳୁ ଭାଜିବା ସମୟରେ ଅଳ୍ପ ସିଝିଯିବ। ସେଇ ଭିତରେ ଚାଲନ୍ତୁ ତରକାରୀ ପାଇଁ ମସଲା ବନେଇବା। ଭାଜି ରଖିଥିବା ଚିନାବାଦାମରୁ ଚୋପା ଛଡ଼େଇ ଗ୍ରାଇଣ୍ଡର ଜାରରେ ଦେବା। ତା ସହିତ ଅଧା ଇଞ୍ଚର ଅଦା, ଏଠି ମୁଁ 4ଟି ବଡ଼ ସାଇଜର ରସୁଣ ନେଇଛି। ଆପଣ ଛୋଟ ରସୁଣ ନେଉଥିଲେ 7-8ଟି ରସୁଣ ଦେବେ। ତା ସହିତ 1 ଛୋଟ ଚାମଚ କଞ୍ଚା ଧନିଆ, ଅଧା ଛୋଟ ଚାମଚ କଞ୍ଚା ଜିରା ଦେବା। ଆପଣ ଚାହିଁଲେ କେବଳ ଚିନାବାଦାମରୁ ଏହି ତରକାରୀ ବନେଇ ପାରିବେ, କିନ୍ତୁ ତରକାରୀର ଟେଷ୍ଟ ବଢ଼ାଇବା ପାଇଁ 1 ଛୋଟ ଚାମଚ ଧଳା ରାଶି ଦେବା। ଯଦି ଧଳା ରାଶି ଥିବ ଦେବେ, ଯଦି ନଥିବ କେବଳ ଚିନାବାଦାମରୁ ଏହି ତରକାରୀକୁ ବନେଇବେ। ତା ସହିତ ବେଶ କିଛି ଧନିଆ ପତ୍ର ନାଡ଼ ସହିତ ଦେବା। ତାପରେ ଜମା ପାଣି ଦେବା ନାହିଁ। ମସଲାକୁ ସେମିତି ଶୁଖିଲା ଗ୍ରାଇଣ୍ଡ କରି ଆଣିବା। ମସଲାକୁ ଶୁଖିଲା ଗ୍ରାଇଣ୍ଡ କଲେ ଏହି ତରକାରୀର ଟେଷ୍ଟ ଆଉ ଟେକ୍ସଚର ବହୁତ ବଢ଼ିଆ ଆସିବ। ମସଲା ରେଡ଼ି ହେଇଗଲା। ସେପଟେ ଚାଲନ୍ତୁ ଆଳୁକୁ ଚେକ୍ କରିବା। 4 ମିନିଟ୍ ଲୋ ଫ୍ଲେମ୍ରେ କଭର କରି ଆମେ ଆଳୁକୁ ଭାଜି ନେଇଥିଲେ। ଏବେ ଦେଖନ୍ତୁ ଆଳୁ ଟିକେ ଲାଲ କଲର ହେଇଯାଇଛି, ଆଉ ପାଖାପାଖି 90% ସିଝିଯାଇଛି। ଆଳୁ ଏତିକି ସିଝିଯିବା ପରେ ଆମେ ବାଟି ରଖିଥିବା ସ୍ପେଶାଲ ମସଲାକୁ ଦେବା। ତାପରେ ଲୋ ଫ୍ଲେମ୍ରେ ଆଳୁ ସହିତ 2 ରୁ 3 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ କଷିବା, ଯାହାଦ୍ୱାରା ମସଲା ଭଲ ଭାବରେ କଷିଯିବ ଆଉ ଅଦା ରସୁଣର କଞ୍ଚା ବାସ୍ନା ବି ଚାଲିଯିବ। ତରକାରୀରେ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। 2-3 ମିନିଟ୍ ପରେ ଏଠି ଦେଖନ୍ତୁ ମସଲାର କଲର ଚେଞ୍ଜ ହେଇଯାଇଛି, ଆଉ ମସଲାରୁ ଦେଖିବେ ବହୁତ ବଢ଼ିଆ ବାସ୍ନା ବାହାରିବ।
ଏବେ ଆମେ ଭାଜି ରଖିଥିବା ଭେଣ୍ଡିକୁ ଦେବା। ତା ସହିତ ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ ଦେବା। ଗୋଟେ କଞ୍ଚା ଲଙ୍କା ଦେଇଥିଲେ ଯେତିକି ରାଗ ପସନ୍ଦ କରୁଥିବେ ସେଇ ହିସାବରେ ଲଙ୍କା ଗୁଣ୍ଡ ଦେବେ। ତାପରେ ମସଲା ସହିତ ଭେଣ୍ଡିକୁ ଭଲ ଭାବରେ ଗୋଳେଇବା। ଗୋଳେଇ ସାରିବା ପରେ ଭେଣ୍ଡି ଭଲ ଭାବରେ ସିଝି ନାହିଁ, ଲୋ ଫ୍ଲେମ୍ରେ 2 ମିନିଟ୍ ଲେଖାଏଁ 2 ଥର କଭର କରିବା। ତାମାନେ 4 ମିନିଟ୍ ଲୋ ଫ୍ଲେମ୍ରେ କଭର କରି ଆମେ ଭେଣ୍ଡିକୁ ମସଲା ସହିତ ଭାଜିବା, ଯାହାଦ୍ୱାରା ଭେଣ୍ଡି ଭିତରକୁ ମସଲାର ଫ୍ଲେଭର ଆସିଯିବ। ତରକାରୀରେ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। 4 ମିନିଟ୍ ପରେ ଏଠି ଦେଖନ୍ତୁ ଭେଣ୍ଡି ମସଲାରେ ପୁରା ଲଟପଟ ହେଇଯାଇଛି। ଭେଣ୍ଡି ଦେଖନ୍ତୁ ଭଲ ଭାବରେ ସିଝି ଯାଇଛି। ଭେଣ୍ଡି ଆଳୁ ସବୁ ଭଲ ଭାବରେ ସିଝି ଯାଇଛି, କିନ୍ତୁ ଘାଣ୍ଟି ନାହିଁ। ଭଜାରେ ଏମିତି ରହିଲେ ଖାଇବା ପାଇଁ ଭଲ ଲାଗିବ। ଶେଷରେ ଏଇ ଭେଣ୍ଡି ଭଜାକୁ ଟିକେ ଚଟପଟା କରିବା ପାଇଁ ଅଧା ଛୋଟ ଚାମଚ ଚାଟ୍ ମସଲା ନହେଲେ ଆମଚୁର ପାଉଡର ଦେବା। ଯଦି ଚାଟ୍ ମସଲା କିମ୍ବା ଆମଚୁର ପାଉଡର କିଛି ବି ନଥିବ, ଗ୍ୟାସ୍ର ଫ୍ଲେମ୍ ବନ୍ଦ କରି ଗୋଟେ ଛୋଟ ଚାମଚ ଲେମ୍ବୁ ରସ ଦେଇପାରିବେ। କିନ୍ତୁ ଲେମ୍ବୁ ରସ ଗ୍ୟାସ୍ର ଫ୍ଲେମ୍ ବନ୍ଦ କରି ଦେବେ, ନହେଲେ ପିତା ଲାଗିବ। ତାପରେ ଆମେ ସବୁ ଜିନିଷକୁ ଗୋଳେଇ ନେବା। ଏବେ ଆମ ରେଡି ହେଇଗଲା ନୂଆ ଶୈଳୀରେ ଭେଣ୍ଡି ଆଳୁ ଭଜା। ଆପଣମାନେ ବନାନ୍ତୁ, କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।